ଆଜ୍ଞା ସୁରସେନ ରାଜାଙ୍କର ଯେଉଁ ଗୁରୁଦେବ ଥିଲେ ସୁରସେନ ରାଜା ରାଣୀ ଚାଲିଯିବା ପରେ ଗୁରୁଦେବଙ୍କର ଆସିବା ଯିବା ବନ୍ଦ ହୋଇଯାଇଥିଲା। କିଛି ଦିନ ପରେ ଗୁରୁଦେବଙ୍କର ଆଜି ପିଲାମାନଙ୍କ କଥା ମନେ ପଡ଼ିଗଲା। ଗୁରୁଦେବ ଚିନ୍ତା କଲେ ସୁରସେନ ରାଜା ତାଙ୍କ ରାଣୀ କିଛି ଅନେକ ଦିନ ହେଲା ଚାଲିଗଲେ। ତାଙ୍କର ଯେଉଁ ପୁତ୍ର କନ୍ୟା ଯୋଡ଼ିଏ ଥିଲେ ସେ କେମିତି ଅବସ୍ଥାରେ ଅଛନ୍ତି ମୁଁ ଯାଇକି ତାକୁ ଦେଖି ଆସେ। ଧୀରେ ଧୀରେ ଗୁରୁଦେବ ଗମନ କରିଲେ ଗୁରୁ ভবনর কান্ত গুড়িক ভাঙ্গি যাই বড় ওস্ত গছ সবু উঠি পড়িলেনি। কেউঠু পাইবি রে সেই রাজা সুরেশ্বরঙ্কর পুত্র কন্যাকু মু কেউঠু পাইবি? ଆଜ୍ଞା সেই মুহ সেই চেহারা আরে তু কোন কুঞ্জ রাজ্যর সুরেশ্বরঙ্কর পুত্র সুমন্ত? ଆଜ୍ଞା ମୁଁ ସେଇ ରାଜପୁତ୍ର ସୁମନ୍ତ। ସୁମନ୍ତ ଆପଣ ମୋ ପିତା ମାତାଙ୍କର ଗୁରୁଦେବ। ଆରେ ପ୍ରଣାମ ଗୁରୁଦେବ। ସୁମନ୍ତ ଏତେ ଦିନ ପରେ କଣ ଆମ କଥା ମନେ ପଡ଼ିଲା ଗୁରୁଦେବ? ଏସବୁ କଣ ହେଇଗଲା ରେ ସୁମନ୍ତ? ଆଉ କଣ ଦେଖିବାକୁ ଆସିଛନ୍ତି ଗୁରୁଦେବ? ଆରେ ତମେ ମାନେ ତ ଦିନକୁ ଦିନ ମତେ ଖୋଜିଲ ନାହିଁ। ଆଜି ମୋର ତୁମ ମାନଙ୍କର କଥା ବହୁତ ମନେ ପଡ଼ିଲା ରେ ସୁମନ୍ତ। ହେ ଗୁରୁଦେବ ସୁମନ୍ତ ପିତା ମାତା ଚାଲିଯିବା ପରେ ଆମେ ସର୍ବଶାନ୍ତ ହୋଇଯାଇଛୁ ଗୁରୁଦେବ। ସୁମନ୍ତ ଏତେ ଦିନ ପରେ କଣ ଦେଖିବାକୁ ଆସିଛନ୍ତି ଗୁରୁଦେବ? ସୁମନ୍ତ କଣ ରାଜପୁତ୍ର ସୁମନ୍ତ ହୋଇ ଅଛି ଗୁରୁଦେବ? ଆରେ ଚଳୁଛୁ କେମିତି ରେ? ମୁଁ ଦରିଦ୍ରହୀନ କାଙ୍ଗାଳ ହୋଇଛି ଗୁରୁଦେବ। ନଈ ବସ୍ତ୍ର ପିନ୍ଧୁଛୁ ନର କଙ୍କାଳ ଭଳି ଶରୀର ଏସବୁ କଣ ହେଇଗଲା ରେ ସୁମନ୍ତ? ଆରେ ତୁ କେମିତି ଚଳୁଛୁ ରେ ସୁମନ୍ତ? ତୁ କେମିତି ଚଳୁଛୁ? ଶୁଣନ୍ତୁ ଗୁରୁଦେବ ପିତା ମାତା ମୋର ଚାଲିଯିବା ପରେ ସର୍ବଶାନ୍ତ ହୋଇଯାଇଛି। ସୁମନ୍ତ ମୋ ନିକଟରେ ସମ୍ପଦ ବୋଲି କିଛି ନାହିଁ ଗୁରୁଦେବ। ସୁମନ୍ତ ମାତ୍ର ମୋର ଗୋଟିଏ ଗାଈ ଅଛି ଗୁରୁଦେବ। ସୁମନ୍ତ ଗୁରୁଦେବ ସେ ହେ ଗୋଟିଏ ଅଗତି ରାଗତି ହେ ଶୂନ୍ୟ ବାମ ହେ ରୂପ ଏ ତୁମେ କଣ କଲ ପ୍ରଭୁ? ଦେଇଥିବା ବରକୁ ପାଦରେ ଡରି କବାଟେ ସତ୍ୟା ଖାନ କଲ କେମିତି? ସୁମନ୍ତ ଗୁରୁଦେବ କହିଲୁ ବାବା ତୁ କେମିତି ଚଳୁଛୁ ବୋଲି କହିଲୁ ରେ? ମୋର ଗୋଟିଏ ଗାଈ ତୋର ଅଛି। ସମ୍ପତ୍ତି ବୋଲି କଣ ଅଛି ରେ ସୁମନ୍ତ? ଗୋଟିଏ ଗାଈ ଅଛି ଗୁରୁଦେବ। ସୁମନ୍ତ ଆଜ୍ଞା ଗୋଟିଏ ଗାଈ ଅଛି ହଁ। ତୁ କହିପାରିବୁ ସୁମନ୍ତ? ଆରେ ସେ ଗାଈଟା ତୋର କୌଣସି ପରିସ୍ଥିତିରେ ମରି ଯାଇନି କି ହଜି ଯାଇନି? ନାଇଁ ଗୁରୁଦେବ ମୋର ସେଇ ଗୋଟିଏ ଗାଈ ଅଛି ଗୁରୁଦେବ। ସୁମନ୍ତ ଆଜ୍ଞା ମୁଁ ଆଜି ବୁଝିପାରୁଛି ରେ ସୁମନ୍ତ ଇଏ ହଉଛି ସେଇ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କର ପୂତ ଚକ୍ରାନ୍ତ। ଯଶୋଦନୀ ଯତୀନ୍ଦ୍ର ଧାରା ତିନି ହୋର ସୁମନ୍ତ ଆଜ୍ଞା ଗୁରୁଦେବ ତୁ ବାପା ଛୋଟ ପିଲା କିଛି ବୁଝିପାରିବୁ ନାହିଁ। ଆଜ୍ଞା ତୋର ଯେତେବେଳେ ପିତା ମାତା ଥିଲେ ମୁଁ ତାଙ୍କୁ ବସ କହିଲେ ବସୁଥିଲେ ଉଠୁ କହିଲେ ଉଠୁଥିଲେ। ଆଜ୍ଞା ଆରେ ସେମାନେ ମୋ ବ୍ୟତୀତ ଆଉ କୌଣସି ଦେବାଦେବୀ କି ଜାଣିନଥିଲେ ସୁମନ୍ତ। ଆଜ୍ଞା ତୁ କଣ ତାଙ୍କ ଭଳି ମୋ କଥା ମାନିବୁ ବାବା? ଆଜ୍ଞା ଗୁରୁଦେବ